ଯିଏ ତମକୁ ଈର୍ଷା କରୁଛି ସେ ସବୁବେଳେ ଏଠି ସେଠି ତମକୁ ଦୋଷୀ ବୋଲି ସଜେଇବ, ତମକୁ ବଦନାମ କରିବ, ତମ ନାଁରେ ଖରାପ ଗପିବ। ଯେଉଁଠି ବି ତମ ବାବଦରେ ଆଲୋଚନା ହେବ ସେ ନିଶ୍ଚିତ ଭାବରେ ସେଠି କୌଣସି ନା କୌଣସି ଗୋଟେ ଗୁଣ ଖୁଣ କାଢ଼ିବ। ଯିଏ ତମର ସମକକ୍ଷ ନୁହେଁ, ଯିଏ କେବେ ବି ତମ ସମକକ୍ଷ ହୋଇପାରିବ ନାହିଁ, ସେ ଜାଣିଛି ଯେ ମୁଁ ୟାର ସମକକ୍ଷ ହୋଇପାରିବିନି, କିନ୍ତୁ ସେ ଆପଣଙ୍କୁ ବଦନାମ ପ୍ରଥମେ କରିବ ଏବଂ ସବୁବେଳେ ଆଙ୍ଗୁଠି ଉଠେଇବ, ସବୁ ଜାଗାରେ କେମିତି ଖରାପ କରାଇବ ସେ ଚିନ୍ତା କରିବ। ଯିଏ ଈର୍ଷା କରୁଥିବ, ଯିଏ ଜାଣିଥିବ ଯେ ସିଏ ତୁମର ସମକକ୍ଷ ହୋଇପାରିବନି କେବେ ବି, ସେଇ ଲୋକମାନେ ଯେତେବେଳେ ନିନ୍ଦା କରୁଥିବେ ତୁମକୁ, ସେତେବେଳେ ନୀରବତାର ସହ ଧୈର୍ଯ୍ୟର ସହ ସେ ସମୟକୁ ଅପେକ୍ଷା କରିବାର ଆବଶ୍ୟକତା ଅଛି। ଯେଉଁ ସମୟରେ ସେ ନିଜେ ବଦନାମ ହେବ, ନିଜେ ତାର ଭୁଲକୁ ବୁଝିପାରିବ। କିନ୍ତୁ ଆମେ ବେଳେବେଳେ ନୀରବ ନ ରହି ଯୁକ୍ତିତର୍କ କରୁ, ଯାହାଦ୍ୱାରା ଆମେ ସେଇଆ ବୋଲି ପୁଣି ପ୍ରମାଣ ଦେଇଦେଉ। ଏଇଟା ନକରି ସମୟକୁ ଅପେକ୍ଷା କରିବା ନିହାତି ଜରୁରୀ ଆଜ୍ଞା। ଏକଥା ଠିକ୍ କି ଭୁଲ ସେ ବିଚାର ଆପଣଙ୍କର। ଏଇ ତ ଜୀବନର କଥା।